ଯେଉଁ ଘରର ନାରୀ ବ୍ରହ୍ମ ମୁହୂର୍ତ୍ତରେ ଏହି ପାଞ୍ଚଟି କାମ କରିଥାଏ ସେହି ଘରେ ମା ଲକ୍ଷ୍ମୀ ସଦା ସର୍ବଦା ସ୍ଥିର ବାସ କରିଥାନ୍ତି। ନମସ୍କାର ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ଦର୍ଶକ ବନ୍ଧୁ, ଯେଉଁ ଘରର ନାରୀ ହେଉଛି ଲକ୍ଷ୍ମୀ ସ୍ୱରୂପା। ଯଦି ନାରୀ ସକାଳୁ ଉଠିକରି ଏହି ପାଞ୍ଚଟି କାମ କରିଥାଏ, ବିଶ୍ୱାସ କରନ୍ତୁ ସେହି ଘରେ ଗୋଟିଏ ମାସ ଭିତରେ ଆପଣ ଦେଖିବେ ଦିନକୁ ଦିନ କେମିତି ଉନ୍ନତି ଆଡ଼କୁ ସେହି ଘରର ସଦସ୍ୟମାନେ ଯାଉଛନ୍ତି। ଯଦି ଆପଣମାନଙ୍କୁ ବିଶ୍ୱାସ ହେଉନାହିଁ, ଆଜିଠାରୁ ଏହି ନିୟମ ଆପଣମାନେ ପାଳନ କରନ୍ତୁ। ଯଦି ଘରର ପ୍ରତ୍ୟେକ ସଦସ୍ୟ ଏହି ନିୟମ ପାଳନ କରିବେ, ତେବେ ବିଶ୍ୱାସ କରନ୍ତୁ ଆପଣଙ୍କର ଭାଗ୍ୟରେ ଉଦୟ ନିଶ୍ଚୟ ହେବ। ଯଦି ଆପଣ ବହୁତ ପରିଶ୍ରମ ପରେ ବି ଭାଗ୍ୟ ଉଦୟ ହେଉନାହିଁ, ତେବେ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପ୍ରାରମ୍ଭ କରିଦିଅନ୍ତୁ। ସେ ନାରୀ ହୁଅନ୍ତୁ କିମ୍ବା ପୁରୁଷ, ସକାଳୁ ଉଠିବା ପ୍ରାରମ୍ଭ କରିଦିଅନ୍ତୁ। ଦେଖିବେ ଆପଣଙ୍କର ଭାଗ୍ୟରେ କିପରି ଉନ୍ନତି ଆସୁଛି। ତେବେ ବ୍ରହ୍ମ ମୁହୂର୍ତ୍ତରୁ କେଉଁ ପାଞ୍ଚଟି କାମ କରିବେ, ଚାଲନ୍ତୁ ଆଗକୁ ଆପଣମାନଙ୍କୁ ଜଣାଉଛି। ତା ଆଗରୁ ମୋର ପ୍ରିୟ ଦର୍ଶକ ମାନଙ୍କୁ ମୁଁ ଅନୁରୋଧ କରୁଛି ଯେ ଯଦି ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରି ଭିଡିଓକୁ ଗୋଟେ ଲାଇକ୍ ଟେ କରିଦିଅନ୍ତୁ ଏବଂ କମେଣ୍ଟ ସେକ୍ସନରେ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ଏବେ ଦର୍ଶକ ବନ୍ଧୁ, ବ୍ରହ୍ମ ମୁହୂର୍ତ୍ତ ଏହି ସମୟରେ କେତେ ବି ଅଭାଗ ମଣିଷ ହେଉନା କାହିଁକି, ଯଦି ଏହି ପାଞ୍ଚଟି କାମ କରିଥାଏ, ତେବେ ବିଶ୍ୱାସ କରନ୍ତୁ ସେ ନିଶ୍ଚୟ ତାର ଜୀବନରେ ଉନ୍ନତି ଆଡ଼କୁ ଅଗ୍ରସର ହୋଇଥାଏ। ଧୀରେ ଧୀରେ କରି ତାର ଜୀବନରେ ଉନ୍ନତି ସେ କରିଥାଏ। ତେଣୁ ପ୍ରଥମ କଥା, ଘରର ନାରୀମାନେ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପ୍ରାରମ୍ଭ କରିଦିଅନ୍ତୁ। ଏଥିପାଇଁ ଘରର ପ୍ରତ୍ୟେକ ସଦସ୍ୟଙ୍କର ବି ଗୋଟିଏ ଦାୟିତ୍ୱ ଅଛି, ଯେମିତିକି ଆପଣ ରାତିରେ ଜଲ୍ଦି ଶୋଇଲେ ଯାଇକି ଆପଣ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠି ପାରିବେ। ବିଶ୍ୱାସ କରନ୍ତୁ, ବହୁତ ଆପଣ ମାନେ କିଛି ବ୍ୟବସାୟୀ ଥାନ୍ତି, ଦୋକାନରେ ଗ୍ରାହକ ଆସିନଥାଏ, କିଛି ଚାକିରି ଥାନ୍ତି ଯେମିତିକି ଚାକିରିରେ ଉନ୍ନତି କରିପାରିନଥାନ୍ତି, ଆପଣଙ୍କୁ କିଛି କରିବାର ନାହିଁ, ବାସ୍ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ପ୍ରାରମ୍ଭ କରିଦିଅନ୍ତୁ। ଦେଖିବେ ଆପଣ ମାନଙ୍କର ଜୀବନରେ କେତେ ପରିବର୍ତ୍ତନ ଆସୁଛି। ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତୁ ଏବଂ ବ୍ରହ୍ମ ମୁହୂର୍ତ୍ତରୁ ଉଠିକରି ଆପଣ ମାନଙ୍କୁ କିଛି କାମ କରିବାର ଅଛି। ଘରର ନାରୀ ମାନଙ୍କୁ, ଅନ୍ୟ ସମସ୍ତେ କେବଳ ବ୍ରହ୍ମ ମୁହୂର୍ତ୍ତରୁ ଉଠନ୍ତୁ, ବାକି ଘରର ନାରୀଙ୍କୁ ଏହି ପାଞ୍ଚଟି କାମ କରିବାର ଅଛି। ଆପଣଙ୍କୁ ରାତ୍ରିରେ ଶୋଇବା ସମୟରେ ନିଜର ରୋଷେଇ ଘରେ ଗୋଟିଏ ଢାଳ ପାଣି ରଖିବାର ଅଛି। ନିଜର ରୋଷେଇ ଘରକୁ ଭଲ ଭାବରେ ସଫାସୁତୁରା କରିଦେବେ ଏବଂ ଗୋଟିଏ ଢାଳ ପିତ୍ତଳର ଢାଳରେ ପାଣି ତାହା ଘୋଡ଼ଣି ଢାଙ୍କି କରି ରଖିବେ। ଯେତେବେଳେ ସକାଳ ହୋଇଯିବ, ଯେତେବେଳେ ଆପଣ ବ୍ରହ୍ମ ମୁହୂର୍ତ୍ତରୁ ଉଠିବେ, ନିଜର ହାତର ପାପୁଲିକୁ ଦେଖିବେ, ନିଜର ଇଷ୍ଟ ଦେବଙ୍କୁ ସ୍ମରଣ କରିବେ ଏବଂ ଆପଣ ମାନେ ସିଧା ଆପଣ ରୋଷେଇ ଘରରୁ ସେହି ଗୋଟିଏ ଢାଳ ପାଣି ନେବେ, ଘରର ମୁଖ୍ୟ ଦ୍ୱାର ଖୋଲିବେ, ସେହି ଗୋଟିଏ ଢାଳ ପାଣିକୁ ନିଜର ମୁଖ୍ୟ ଦ୍ୱାରରେ ସିଞ୍ଚନ କରିଦେବେ। ଏହା ଦ୍ୱାରା କଣ ହୋଇଥାଏ ନା, ରାତ୍ରି ସମୟରେ କେତେ ଯେ ନକାରାତ୍ମକ ଶକ୍ତି ଆସି ଆମର ମୁଖ୍ୟ ଦ୍ୱାରରେ ଥାଆନ୍ତି, ଯେତେବେଳେ ସେହି ପାଣିକୁ ଆମେ ଆଣି ମୁଖ୍ୟ ଦ୍ୱାରରେ ସିଞ୍ଚନ କରିଦେବା, ସେହି ନକାରାତ୍ମକ ଶକ୍ତି ଦୂର ହୋଇଥାନ୍ତି। ଏବଂ ବିଶ୍ୱାସ କରନ୍ତୁ, ଯଦି ପିତୃଦୋଷ, ବାସ୍ତୁଦୋଷ, ନଜର ଦୋଷ ଯାହା ବି ଥାଉ, କେତେ ବି ସମସ୍ୟା ଥାଉ, ବ୍ରହ୍ମ ମୁହୂର୍ତ୍ତରୁ ନିଜର ମୁଖ୍ୟ ଦ୍ୱାରରେ ପାଣି ସିଞ୍ଚନ କରିବାର ପ୍ରଣାଳୀ ଆପଣ ଜାଣି ରଖିଲେ ଏହାକୁ କରିବା ପ୍ରାରମ୍ଭ କରନ୍ତୁ। ବିଶ୍ୱାସ କରନ୍ତୁ ଆପଣଙ୍କର ଜୀବନରେ ବହୁତ ବଡ଼ ପରିବର୍ତ୍ତନ ହେବ। ଯେତେବେଳେ ଗୋଟିଏ ଢାଳ ପାଣି ପକାଇଦେବେ, ଆପଣ ଅଧିକ ପାଣି ପକାଇ କରିବି ଆପଣଙ୍କର ପୁରା ମୁଖ୍ୟ ଦ୍ୱାର ସଫା କରିଦେବେ ଏବଂ ତାପରେ ଆପଣ ଝାଡୁ କରିଦେବେ। ଏତିକି କରିସାରିବା ପରେ ଆପଣ ଗୋଟିଏ ରଙ୍ଗୋଲି ଅଙ୍କନ କରିବେ। ଯଦି ରଙ୍ଗୋଲି ପାଇଁ ବି ସମୟ ଅଣ୍ଟୁନାହିଁ, କେବଳ ଲକ୍ଷ୍ମୀ ପାଦ ପଦ୍ମ ଅଙ୍କନ କରିବେ। ଏହା ଦ୍ୱାରା କଣ ହୋଇଥାଏ ନା, ବ୍ରହ୍ମ ମୁହୂର୍ତ୍ତରେ ସକାଳ 3ଟାରୁ ସକାଳ 5ଟା ଭିତରେ କଣ ହୋଇଥାଏ ନା, ସେହି ସମୟରେ ଦୈବୀ ଶକ୍ତି ଏହି ଧରାପୃଷ୍ଠକୁ ଆସିଥାନ୍ତି। ସେହି ସମୟରେ ମନ୍ଦିରର କବାଟ ଖୋଲା ଯାଇଥାଏ। ପ୍ରତ୍ୟେକ ମନ୍ଦିରର କବାଟ ବ୍ରହ୍ମ ମୁହୂର୍ତ୍ତରୁ ଖୋଲି ଯାଇଥାଏ ଏବଂ ସେହି ସମୟରେ କେତେ ଯେ ସକାରାତ୍ମକ ଊର୍ଜା ଏହି ଧରାପୃଷ୍ଠରେ ସଞ୍ଚାର ହୋଇଥାଏ, ଆପଣ ନିଜେ ହିଁ କଳନା କରନ୍ତୁ। ଯଦି ସେହି ସମୟରେ ଆପଣ ମାନେ ନିଜ ଘରର ମୁଖ୍ୟ ଦ୍ୱାର ଖୋଲିବେ, ନିଜ ମୁଖ୍ୟ ଦ୍ୱାରକୁ ସୁନ୍ଦର କରି ସଜାଇବେ, ସେହି ସମୟରେ ଆମ ଘରକୁ ଦେବୀ ଦେବତା ବି ଆସିଥାନ୍ତି। ଥରେ ଚିନ୍ତା କରନ୍ତୁ, ମା ଲକ୍ଷ୍ମୀଙ୍କ ପାଇଁ ଆମେ କେତେ ଯେ କଣ କରୁଛେ। ଯଦି ମା ଲକ୍ଷ୍ମୀ ସେହି ସମୟରେ ଆମ ଘରକୁ ଆସିବେ, ତେବେ କଣ ହବ, ଆମର ଭାଗ୍ୟରେ ବହୁତ ବଡ଼ ଉନ୍ନତି ହେବ। ବ୍ରହ୍ମ ପୁରାଣ, ବୈବର୍ତ ପୁରାଣ, ପଦ୍ମ ପୁରାଣରେ ଲେଖା ଅଛି ଯେ ମା ଲକ୍ଷ୍ମୀ 7 ଥର ଆମ ମୁଖ୍ୟ ଦ୍ୱାରକୁ ଆସିଥାନ୍ତି। ଯଦି ତାଙ୍କୁ ସେହି ଘର ପସନ୍ଦ ନ ଆସିଲା, ସେହି ଦ୍ୱାର ମୁହଁରୁ ହିଁ ଚାଲିଯାଆନ୍ତି। ତେଣୁ ସବୁବେଳେ ନିଜର ମୁଖ୍ୟ ଦ୍ୱାରକୁ ସୁନ୍ଦର କରି ରଖନ୍ତୁ, ସଜାଇ କରି ରଖନ୍ତୁ। ଆପଣଙ୍କର ଭାଗ୍ୟରେ ଏବଂ କର୍ମରେ ବି ଉନ୍ନତି ନିଶ୍ଚୟ ହେବ।
तेणु मुख्य द्वार को सदा सर्वदा सुंदर कर रखंतु। केबे भी मुख्य द्वार रे जोता चपल अलिया आवर्जना एवं कंटा जातीय वृक्ष भूल भी रखिबे नाही। मुख्य द्वार कबाट जेमिति कि साउंड न हुए, मुख्य द्वार आखपाख जेमिति खराब न हुए एथि प्रति ध्यान दियंतु। एहा तो थिला तीनटी उपाय। जेतेबेले आपण मुख्य द्वार खोली देबे ए सब काम रंगोली पके देबे ए सब तो आपनकर होई गला। तापरे जदि आपनक पाखरे समय अछि निज घरर ठाकुर पूजा भी ब्रह्म मुहूर्तर कर दियंतु। जहा कि आपण पूर्व रात्रि ही जदि किछि जिंस सजाडी की रखी देबे ता पर दिन आपनको 15 मिनिट लागिबो निज घर ठाकुर पूजा करबा पई। एवं जदि अंधार थिबो अंधार समय रे केबे भी तुलसी पूजा एवं सूर्य पूजा करा जाय नाही, सूर्य उदय परे ही करा जाय। जदि आपण ब्रह्म मुहूर्त निज घर ठाकुर पूजा करिवे तेबे आपनको अति कम रे 10 रु 15 मिनिट ही लागिबो। जदि पूर्व दिन रो सब सजाय करी रखिथिबे आपनको घरर बाकी काम करि सारी भी आपण सूर्य पूजा एवं तुलसी पूजा करि परिबे। किंतु सकाळ समय रे आपण एही काम निश्चय करंतु। किंतु जदि नियम देखिबा प्रथमे सूर्य पूजा तुलसी पूजा तापरे जाई ठाकुर पूजा। किंतु जेहेतु ब्रह्म मुहूर्त पूजा करिबा कथा मु एठी कहूची से ब्रह्म मुहूर्त तो अंधार होई करि थाए सही समय रे तुलसी पूजा एवं सूर्य पूजा करा जाय नाही। तेनु आपण ब्रह्म मुहूर्त जदि पूजा करिबा चाहुचंती घरे जदि दैवी शक्तिंकर आविर्भाव चाहुचंती तेबे आपण माने ब्रह्म मुहूर्त निज घरे पूजा करंतु। आ गोटी काम ब्रह्म मुहूर्त करिवे किछि आपनको घरे भजन किंबा रामंकर किंबा नारायणकर किछि नाम चलाय करी रखि दियंतो। एहा द्वारा कोन होई थाए ना आपनकर घरे सकारात्मक ऊर्जा बा सकारात्मक वातावरण आसी थाए। घरे जेते भी सदस्य अछंती रात्रि रे जल्दी सोई करी ब्रह्म मुहूर्त उठिबा चेष्टा करंतु। आपण किछि न करंतु बस उठंतु खाली देखि भाग्य रे केते बड़ परिवर्तन आसुची। सही व्यक्ति मान को आपण भी देखंतु। आज आपण माने निजको उदाहरण देउथिबे जे से करोड़पति हो गले से एमते हो गले। आज्ञा के जेते बड़ बड़ धन्य अछंती से माने सेमानक दिनचर्या रे बहुत सुंदर रूटीन तयारी करि थांती एवं गोटी सुंदर रूटीन एया थाए जे ब्रह्म मुहूर्त रु उठी थांती। तेनु एते साधारण भाबे नियंतु नाही एही कथा को थरुटी एही काम आपण माने निज जीवन रे करि कि देखंतु। ब्रह्म मुहूर्त रु उठिबा प्रारंभ करि दियंतु एवं घरर महिला माने झाड़ू पोछा आदि भल भाବରେ ଘରକୁ କରି ଦିଅନ୍ତୁ। କିଛି ଧୂପକାଠି ବା ଗୋଟିଏ ଦୁଇଟି ଧୂପକାଠି ନିଜ ଘରର ମୁଖ୍ୟ ଦ୍ୱାର ପାଖରେ ଜଳାଇ କରି ରଖନ୍ତୁ, ସୁଗନ୍ଧିତ କରନ୍ତୁ ଏବଂ ସକାଳ ସମୟ ଏବଂ ସନ୍ଧ୍ୟା ସମୟରେ ନିଜ ଘରର ମୁଖ୍ୟ ଦ୍ୱାରକୁ 5 ମିନିଟ ପାଇଁ ହେଉ ପଛେ କବାଟକୁ ଖୋଲନ୍ତୁ। ଏହା ଦ୍ୱାରା ସକାରାତ୍ମକ ऊर्जा ଆମ ଘରକୁ ଆସିଥାଏ ଏବଂ ଆପଣଙ୍କୁ କହିଲି ଯେ ବ୍ରହ୍ମ ମୁହୂର୍ତ୍ତ ଏବଂ ସନ୍ଧ୍ୟା ସମୟରେ ଦେବୀ ଦେବତା ଘରକୁ ଯିବା ଆସିବା କରିଥାନ୍ତି। ଯେଉଁ ଘର ତାଙ୍କୁ ପସନ୍ଦ ଆସିଲା ସେହି ଘରକୁ ଯାଇଥାନ୍ତି। ତେଣୁ ମୁଖ୍ୟ ଦ୍ୱାରକୁ ସଜାଡ଼ିକି ରଖନ୍ତୁ। ଏହି ନିୟମ ପାଳନ କଲେ ଆପଣଙ୍କର ହିଁ ମଙ୍ଗଳ ହବ। ଆଜି ପାଇଁ ରହୁଛି, ପୁଣି ଦେଖା ହେବ ଆଗାମୀ ଏକ ସୁନ୍ଦର ଭିଡିଓ।